ଆଜି ଛୁଆ ଭଲ କଥା ମନେ ରଖ। ଆଜି ଆଲୋଚନା କରିବା ଛତିଆରୁ ବଡ ଘୁମୁରି କଣ ହେଇଯିବ? ବାଲିଚର ହବ ବା ଶରଦା ବାଲି ରୂପରେ କଣ ହବ? ନାମିତ ହବ। କହିବାର ତାତ୍ପର୍ଯ୍ୟ ଛତିଆ ବଟରୁ ଦିନେ ନା ଦିନେ ବଡ ଘୁମୁରି କଣ ହବ? ଘୋଷ ଯାତ୍ରା ହବ ବା ରଥଯାତ୍ରା ହବ। କିଏ କହୁଛନ୍ତି? ନା ମହାପୁରୁଷ ହାଡିବନ୍ଧା ସେ କଥା କହୁଛନ୍ତି। ଛତିଆ ବଟର ମହନ୍ତ। ଆଉ ମନେ ରଖ ଛୁଆ, ପୁଣି ସେ ମଧ୍ୟ କହିଛନ୍ତି ସେ ରଥ ହବ କଣ? ବହୁତ ଦୀର୍ଘତମ ରଥ। ବଡ ଘୁମିରୁ ଛତିଆ ହାଲି 13 କିଲୋମିଟର ଖଣ୍ଡେ ହବ ବାଟ। 13-14 କିଲୋମିଟର। ଦିନେ ନା ଦିନେ କଣ ହବ? ସେଠୁ ଘୋଷଯାତ୍ରା ହବ। କେବେ ହବ ସେଇଟା ପଛରେ ଆଲୋଚନା କରିବା। କିନ୍ତୁ ଛତିଆରୁ ବଡ ଘୁମୁରି ପର୍ଯ୍ୟନ୍ତ ବାଲି ହେଇଯିବ। ସେଠୁ ଚିନ୍ତା କର ଜଳର ସ୍ତର କେତେ ହବ, ଯାହାକି ସେ ପୋତି ପକେଇବ। ବୁଝିପାରୁଛି ନା? ଆଉ ଗୋଟେ କଥା ମନେ ରଖ, ତମକୁ କହୁଛୁ ମାଳିକା ଶାସ୍ତ୍ର ଅକ୍ଷରେ ଅକ୍ଷର କଣ? ସତ୍ୟ। ଜଗତ ମିଥ୍ୟା ହେଇପାରେ, କିନ୍ତୁ ମହାପୁରୁଷ ମାନଙ୍କ ବାଣୀ କେବେ ହେଲେ ଅସତ୍ୟ ନୁହେଁ। ଆଉ ସେତେବେଳେ ଯୋଉ ଉତ୍କଳୀୟ ମହାପୁରୁଷ ମାନେ ଥିଲେ, ସେ ଥିଲେ ସ୍ୱତନ୍ତ୍ରବାଦୀ। ବର୍ତ୍ତମାନ କଥା କହୁନୁ। ବର୍ତ୍ତମାନ ଯୋଉ ସାଧୁସନ୍ଥ ଅଛନ୍ତି, ବାସ୍ତବ ମତରେ ଯୋଉମାନେ ଅଛନ୍ତି, ସେ ସବୁ ଲୁକାୟିତ ହେଇକି ଅଛନ୍ତି। ତାଙ୍କ ପଦକୁ କୋଟି କୋଟି ଶରଣ। ଯାବତ ମହାପ୍ରଭୁଙ୍କର ଲୀଳା ପରିପ୍ରକାଶ ନ ହେଇଛି, ମହାପ୍ରଭୁ ନିଜେ ପରିପ୍ରକାଶ ନ ହେଇଛନ୍ତି, ତାବତ କଣ ହବ? ସେ ଭକ୍ତ ମାନେ ପରିପ୍ରକାଶ ହେବେ ନାହିଁ। କାରଣ ସବୁ ସମୟକୁ ଚିନ୍ତା କରିକି ରହିଛନ୍ତି। କାହା ପାଇଁ ଭୁଲ ହେଇପାରେ, ତମକୁ କୁହା ହଉଛି ମନେ ରଖ। ମାଳିକା ଶାସ୍ତ୍ର ହଉଛି ସତ୍ୟ ସତ୍ୟ ସତ୍ୟ। ମହାପୁରୁଷ ଯାହା କହିଥିଲେ ତା ଅତୀତରେ ଘଟିଛି, ପୁଣି ଯାହା କହିଛନ୍ତି ଆଗକୁ ମଧ୍ୟ ଘଟିବ। ଆମକୁ ବହୁତ ବ୍ୟକ୍ତି ମଧ୍ୟ କୁହନ୍ତି ମାଳିକା ଅମକଳେ କହିଥିଲା, ସମୟ କହିଲାନି କାହିଁକି? ସବୁ ରହୁଛି ସମୟ ବଳବାନ। ମହାପୁରୁଷ କହିନାହାନ୍ତି ଛାତି ଛାତି ହବ, ଧୀରେ 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 ହବ। କିନ୍ତୁ ତମକୁ ଆମେ କହୁଛୁ ମନେ ଥାଅ, ସରିବ କେବେ? ନା ମୁକୁନ୍ଦ ଦେବଙ୍କ ସମୟରେ ସମଗ୍ର ବିଶ୍ୱ ଦରବାରରେ କଳି କଳମୁଷ ବିନାଶ ହେବ। ଗୋଟିଏ ଧର୍ମ ରହିବ, ସତ୍ୟ ସନାତନ ଧର୍ମ। ସେ ସତ୍ୟ ସନାତନ ଧର୍ମ ଛତା ତଳେ ଜଗତବାସୀ, ଜଗତ ମାନେ ସମଗ୍ର ବିଶ୍ୱବାସୀ ଆଶ୍ରୟ ନେବେ। ସେତେବେଳେ ଯିଏ ଥିବେ, ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗି ହବ, ଗ୍ରାମେ ଗ୍ରାମେ ଗୀତା ପଢା ହବ, ଗ୍ରାମେ ଗ୍ରାମେ ହରିନାମ ହବ, ଗ୍ରାମେ ଗ୍ରାମେ ଜଗନ୍ନାଥ ସଂସ୍କୃତି କଣ ହବ? ବିଦ୍ୟମାନ ହବ। ବର୍ତ୍ତମାନ ହେଇନି। ଇଏ ଯାହା ଚାଲିଛି, ଇଏ ଶାସ୍ତ୍ରକୁ ଅଧ୍ୟୟନ କରିକି, ମାଳିକା ଶାସ୍ତ୍ରକୁ ଅଧ୍ୟୟନ କରିକି ଠାକୁଟା ହଉଛି। ଇଏ ରହିନି। ଇଏ ସବୁ ଜୀବ ପୁନର୍ବାର ନୂଆ। କାରଣ ଶାସ୍ତ୍ର କହେ କଣ? ନା ଗର୍ବ ଗଞ୍ଜନ ନର ହରି ହୋ, ନର ହରି ଗର୍ବ ନର କନ୍ତି କାହାରି ଗୋ, ନର ହରି। ଭଗବାନ ସଂସାରରେ କାହାର ଗର୍ବ ରଖିନା। ତମ ମାନଙ୍କୁ କହୁଛି ମନେ ରଖିଥା, ସଦା ସର୍ବଦା ନତମସ୍ତ ହବାକୁ ଚେଷ୍ଟା କର। ଉପରକୁ ହବାକୁ ଚେଷ୍ଟା କରିବ ନାହିଁ। ଉପରକୁ ହବାକୁ ଚେଷ୍ଟା କଲେ ସମୁଦ୍ର ଢେଉ ପିଟି ଦବ ଧରିକି, ଏକାଥରେ ବସେଇ ନେଇ ପଳେଇବ। ନତମସ୍ତକ ହେଇଗଲେ ସମୁଦ୍ର ଢେଇ କଣ ହବ? ଡେଇଁକି ପଳେଇବ। ଆଉ କୌଣସି ଗୁରୁଙ୍କୁ ତମେ ସମାଲୋଚନା କରିବ ନା, ଯେକୌଣସି ଗୁରୁ ହେଇଥାନ୍ତି।
କାରଣ ତାଙ୍କ ପିଚାରେ ମଧ୍ୟ ଅଛି। ସ୍ୱୟଂ ରାମଚନ୍ଦ୍ର ମାରିଥିଲେ କାହାକୁ? ଇଏ ବାଳିକି ମାରିଥିଲେ। ବାଳିକି ଶଳାଘାତ କରି ମାରିଥିଲେ। ତା ପୁଅ ଫେରେ କୃଷ୍ଣ ଜନ୍ମରେ ପ୍ରତିଶୋଧ ନେଇନଥିଲା। ତେଣୁ ମନେ ରଖୁଥିବା ଯିଏ ଯାହା କରିବ ସିଏ ତାହା ପାଇବ। ପଞ୍ଚସଖା ମାନେ କେବେ ହେଲେ ମିଥ୍ୟା ନୁହେଁ। ଭଗବାନ ଜଗନ୍ନାଥଙ୍କର ଅଂଶ କଳାରେ ଆବିର୍ଭୂତ। ଏ 5 ଜଣ, ସେ ଗୋଟିଏ ଜଗନ୍ନାଥ ହେଲେ ଇଏ 5ଟାକ ବି ଜଗନ୍ନାଥ। ତେଣୁ ତାଙ୍କ ପଦକୁ କୋଟି କୋଟି ଶରଣ। ବୁଝିଲୁ ନା ପ୍ରଣୟ? ତେଣୁ ବେଳ ତ ନିକଟ ହେଲାଣି ଅଭି ରାମ ଭାଇ ପୁଆଇ ଠାଠି ଅଙ୍କି ସଂସାରେ ଦୁଷ୍ଟେ ନଥିବେ କେହି। ଫେର କହିଲେ 3 9 4 0 ବଳି ବଳି ଭୋଜାଲୋ କୋଇଲି ଛାଡ଼ିଦେଲି ଭକତ ମାନେ ତ ଜାଣିବେ। ତେଣୁ ମହାପୁରୁଷ ଯାହା ସବୁ ଲେଖିଛନ୍ତି ତା ମନେ ରଖ, ଅକ୍ଷରେ ଅକ୍ଷରେ ସତ୍ୟ ହେଲା। ସମୟ କିନ୍ତୁ ବର୍ତ୍ତମାନ ଝିମିଟି ଖେଳ ଚାଲିଛି, ମହାଭାରତ ହେଇ ନାହିଁ। ମୁକୁନ୍ଦ ଦେବ ରଜା ଯୋଉ ହେବେ ସେଇଠି କ'ଣ ହବ? ଝିମିଟି ଖେଳ ଚାଲିବ। ଆଉ ମହାପୁରୁଷ ମଧ୍ୟ ଲେଖିଛନ୍ତି ମୁକୁନ୍ଦ ଦେବ କେବେ ରଜା ହେବେ। ବୁଝିପାରୁଛ ନା ବୁଝିପାର? ମୁକୁନ୍ଦ ଦେବ କେବେ ରଜା ହେବେ ମହାପୁରୁଷ ଲେଖିଛନ୍ତି। ବୃଦ୍ଧ ଯେ ବାଳକ ଶରୀର ଗୋବିନ୍ଦ ନରେଶ ହୋଇବ ପ୍ରମାଣ ଗୋବିନ୍ଦ। ବୃଦ୍ଧ ଯେ ବାଳକ ଶରୀର, ବୟସ୍କ ଲୋକ ହେଇଥିବ, ବାଳକଙ୍କ ପରି ଥିବ, ସେ ଦିନେ ନରେଶ ହେବ। ମୁକୁନ୍ଦ ବାଳ ମୁକୁନ୍ଦ ନାମ ବହି ସୁଖରେ ପାଳି ବେଟି ଯାହା ବତ ବାଳ ମୁକୁନ୍ଦ ରଜା ନ ହେଇଛନ୍ତି। ବାଘ ଖାଇଗଲା, ବାଘ ଖାଇଗଲା, ବାଘ ଖାଇଲା ବେଳକୁ କେହି ଜାଣିପାରିବେ ନାହିଁ। ଛାଡ଼, ମହାପୁରୁଷ କହୁଛନ୍ତି କ'ଣ? ବଡ଼ ଘୁମିରୁ ଛତିଆ ବଟ କ'ଣ ହବ? ଦିନେ ନା ଦିନେ ବାଲିଚର ହବ ବା ଶ୍ରୀକ୍ଷେତ୍ରରେ ପରିଣତ ହବ। ସେଠି 3ଟା ରଥ ଚାଲିବ। ଦ୍ୱିତୀୟ ପୁରୀରେ ପରିଣତ ହବ। କିଏ ସେ? ଛତିଆ। କ'ଣ କହିଲେ? ଅରୁଣ ଖମ୍ବଟି ବସିବ ସିଂହ ଦୁଆରେ ଯାଇ ଚମ୍ପା ନଗର ଛାଡ଼ି ଯିବି ଯେ ପୂର୍ବ ଦିଗକୁ ମୁଇଁ। ଆଡ଼ି କହୁଛନ୍ତି କିଏ? ସେ ଠାକୁର କହୁଛନ୍ତି। ହାଡ଼ୁ ଶୁଣୁ ନା କ'ଣ ଆଜ୍ଞା? ନା ଏ ଯୋଉ ତ ଗାଦି ନୁହଁ, ଏଠି ଦିନେ ଗୋଟେ ଅରୁଣ କୁମ୍ଭ ବସିବ ହେଲା। ଯେବେ ବସିବ ଜାଣିବୁ ମୁଁ ଚମ୍ପାନଗର ଛାଡ଼ି ପୂର୍ବ ଦିଗକୁ ଯିବି। ପୂର୍ବ ଦିଗକୁ ଯିବେ କୋଉଠିକି? ନା ବଡ଼ ଘୁମୁରୁରୁ ଛତିଆ ଯାଏ ଶରଦା ବାଲି ରଙ୍ଗ ଟୋପିଆଏ ମିଳିନ ରଙ୍ଗେ ମାରିବେ ତାଳି। କହିଲେ ବଡ଼ ଘୁମୁରୁରୁ ଛତିଆ କ'ଣ ହବ? ଶରଦା ବାଲି ହବ। ମାନେ କ'ଣ ବାଲି ଚଢ଼ିଯିବ? ଶରଦା ବାଲି ଠାକୁର ଯୋଉ ବାଟେ ଯିବେ ତାକୁ ଶରଦା ବାଲି ବୋଲି କୁହାଯିବ। ନନ୍ଦିଘୋଷ ପୁଷ୍ପକ ବିଜୟା ରଥ ଚଢ଼ି କଳା ପିଠି ଆଏ ମିଳିନ ରଥ ନେବେଟି ଟାଣି। କଳା ପିଠିଆ ମାନେ କି? କ'ଣ ଭକ୍ତ? କଳା ପିଠିଆ କିଏ ତ ପଛରେ କହିବି। କହିଲେ ସେଠି ନନ୍ଦିଘୋଷ ରଥ ହବ, ପୁଷ୍ପକ ରଥ ହବ, ବିଜୟା ରଥ ହବ। ଏ 3 ରଥରେ ଠାକୁର ଯିବେ। ଆକୁ ନେବେ କିଏ? ନା କଳା ପିଠିଆ ହେଲା। ଜଗନ୍ନାଥପୁର ଗ୍ରାମଟି ଜଗତକୁ ତ ଜଣା। କହିଲେ ଠାକୁର ଯୋଉଠିକି ଯିବେ ସେଇଟା ହବ ବଡ଼ ଘୁମୁରି ହବ ଜଗନ୍ନାଥପୁର ହେଲା। ଜଗତକୁ ଯେ ଜଣା, ଜଗତରେ ଭକ୍ତମାନେ ଏକଥା ଜାଣିଛନ୍ତି। ଜଗି ବସିଛନ୍ତି ଭକତେ ମୋର ଜଗିଣ ଠଣା। ସେଠି ମୋର କିଛି ଭକ୍ତ ଅଛନ୍ତି, ସେମାନେ ସେ ଜାଗାକୁ କ'ଣ କରୁଛନ୍ତି? ଜଗିକି ଅଛନ୍ତି। ନବରାତ୍ର ଯାତ୍ରା କରିବି ବଡ଼ ଘୁମୁରି ଶିଖେ। ହେ ହାରିଆ
ମୁଁ ଦିନେ କ'ଣ ହେବି ବଡ଼ ଗୁମୁରି ପାହାଡ଼ରେ ବସି 9 ଦିନ ଯାତ୍ରା କରିବି। ନବଦା ଭକତ ବେଡ଼ି ନ ବସିଥିବେ ମୋ ପାଖରେ। ବୁଝିବୁଝି ନବଦା ଭକ୍ତ 9 ପ୍ରକାର ଭକ୍ତ ମାନେ ସେଠି କ'ଣ ହେଇଥିବେ ସମସ୍ତେ ଏକତ୍ରିତ ହେବେ। ପଣ୍ଡା ପଡ଼ିଆରି ରାଉଳ ଭୋପା ବାଉଳା ଯେତେ ଛୁଆର ମଲାର ଗେଡ଼ି ନ ଦୁହି ତା ବଢ଼ି ଯେତେ। ସେଠି ପଣ୍ଡା ପଡ଼ିଆରି ରହିବେ, ଛୁଆର ରହିବେ, ମଲାର ରହିବେ। ଏମାନେ ସବୁ କ'ଣ ହେବେ ମୋର କର୍ମ କରିବେ। କେବେ ନା ସୋମ ସୂର୍ଯ୍ୟ ମନୁ ବଂଶରେ ହୋଇଛନ୍ତି ଉତ୍ପତ୍ତି। କହିଲେ ସୋମ ବଂଶ ସୂର୍ଯ୍ୟ ବଂଶ ମନୁ ବଂଶରେ ମୋ ଭକ୍ତ ସବୁ କ'ଣ ହେଇଛନ୍ତି ଉତ୍ପତ୍ତି ହୋଇଛନ୍ତି। ବ୍ରହ୍ମା ସର୍ଜନାରୁ ସେବନ୍ତୀ କରେ କହେ ଦିନ ବୁଝୁ। ବ୍ରହ୍ମା ସୃଷ୍ଟି କାଳରୁ ଏମାନଙ୍କୁ ରଖିଛନ୍ତି କାହାକୁ ସେବା କରିବାକୁ ନା ପଣ୍ଡା ପଡ଼ିଆଡ଼ି ରାଉଳ ବୋପା ସୁଆର ମଲ୍ଲାର। ଇଏ ହେଲେ ସୋମବଂଶୀ ମନୁ ସୂର୍ଯ୍ୟବଂଶୀ ମନୁ ବଂଶରେ ଏମାନଙ୍କର ଆବିର୍ଭୂତ। ସେମାନେ ସେଠି ଅପେକ୍ଷା କରି ରହିଥିବେ ମୋର ଦିନେ ଛତିଆ ବଟରୁ ବଡ଼ ଗୁମୁରି ପର୍ଯ୍ୟନ୍ତ ରଥଯାତ୍ରା ହବ, ତମେ ସେଠି ଦେଖିବ। କେବେ ହବ ପୂର୍ବ ଏପିସୋଡରେ ଆଲୋଚନା କରିବା। ମହାପୁରୁଷ କ'ଣ କହୁଛନ୍ତି। ଜୟ ଜଗନ୍ନାଥ। ସେ ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବା।